ଦୁନିଆରୁ ସମ୍ପୂର୍ଣ୍ଣ ଅଧର୍ମର ଅନ୍ତ ଘଟିଛି। ରାମରାଜ୍ୟ ପ୍ରତିଷ୍ଠା ହୋଇସାରିଛି। ଆଗତ ଦ୍ୱାପର ଯୁଗ ପର୍ଯ୍ୟନ୍ତ ଧର୍ମର ରାଜତ୍ୱ ସ୍ଥିର ହୋଇସାରିଛି। ସ୍ୱଗୋଲକଧାମ ପ୍ରତ୍ୟାବର୍ତ୍ତନର ସମୟ ଉପଗତ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦୃଷ୍ଟି ନିବଦ୍ଧ ଥିଲା ଦୂର ଦିଗ୍ବଳୟ ଆଡ଼କୁ। ପ୍ରଭୁଙ୍କର ସମୟର ଆହ୍ୱାନକୁ କାଳ ଅବଗତ ପୂର୍ବକ ଉପସ୍ଥିତ ହୋଇ ହାତ ଯୋଡ଼ି ପ୍ରଭୁଙ୍କୁ ପ୍ରଣାମ କରି କହିଲେ, ହେ ପରମ ବ୍ରହ୍ମ, ଆପଣ ଯେତେବେଳେ ଧର୍ମରକ୍ଷା ନିମନ୍ତେ ଧରାବତରଣ କରନ୍ତି, ସେତେବେଳେ ଆପଣଙ୍କ ଦ୍ୱାରା ସମୟ ଅବଧି ମଧ୍ୟ ସ୍ଥିର ହୋଇସାରିଥାଏ। ମାତ୍ର ହେ ପରମାତ୍ମା, ମୋର ଧୃଷ୍ଟତା ପାଇଁ କ୍ଷମା କରିବେ। ଆପଣଙ୍କ ନିକଟରେ ଯେ ପର୍ଯ୍ୟନ୍ତ ପବନପୁତ୍ର ହନୁମାନ ଉପସ୍ଥିତ ଅଛନ୍ତି, ସେ ପର୍ଯ୍ୟନ୍ତ ମୁଁ ମୋର କର୍ତ୍ତବ୍ୟ ସାଧନରେ ସମ୍ପୂର୍ଣ୍ଣ ଅକ୍ଷମ। ଆପଣଙ୍କର ଯେତେବେଳେ ଆଦେଶ ହେବ, ମୁଁ ମୋର କର୍ତ୍ତବ୍ୟ ପାଳନ ନିମନ୍ତେ ଉପସ୍ଥିତ ରହିବି। ପ୍ରଣାମ କରି ବିଦାୟ ନେଲେ ଧର୍ମରାଜ ଯମ। ପ୍ରଭୁଙ୍କୁ ଇତସ୍ତତ ଦେଖି କାରଣର ଜିଜ୍ଞାସା କଲେ ମହାବୀର ଶ୍ରୀ ହନୁମାନ। ସାମ୍ନାରେ ମାଟିରେ ଥିବା ଗର୍ତ୍ତ ଆଡ଼କୁ ଇସାରା କରି ପ୍ରଭୁ ଶ୍ରୀରାମଚନ୍ଦ୍ର କହିଲେ, ହନୁମାନ, ସୀତାଙ୍କ ଦ୍ୱାରା ପ୍ରଦତ୍ତ ଶେଷ ସନ୍ତକ ମୁଦ୍ରିକାଟି ଏହି ଗର୍ତ୍ତ ମଧ୍ୟରେ ପଡ଼ିଯାଇଛି। ତାକୁ ବାହାରକୁ ନେଇ ଆସ। ନିଜକୁ ସୂକ୍ଷ୍ମ ରୂପ କରି ଗର୍ତ୍ତ ଭିତରେ ପ୍ରବେଶ କଲେ ଆଞ୍ଜନେୟ ହନୁମାନ। ଆଶ୍ଚର୍ଯ୍ୟ ହୋଇଗଲେ ଗର୍ତ୍ତ ଭିତରର ବିଶାଳ ଗୋଲକ ଧନ୍ଦାକୁ ଦେଖି। କ୍ଷିପ୍ର ଗତିରେ ଗତି କରି ଖୋଜିବାକୁ ଲାଗିଲେ ପ୍ରଭୁଙ୍କର ମୁଦ୍ରିକାଟିକୁ। ବହୁତ ଦୀର୍ଘପଥ ଅତିକ୍ରମ କଲା ପରେ ଶ୍ରୀ ହନୁମାନଙ୍କୁ ମୁଦ୍ରିକା ମିଳିଗଲା। ମାତ୍ର ଗୋଟିଏ ନୁହେଁ, ଏତେ ବେଶୀ ଯେ ଗଣିବା ଅସମ୍ଭବ। ପ୍ରଭୁଙ୍କ ଶ୍ରୀଆଙ୍ଗୁଳିରେ ଶୋଭା ପାଉଥିବା ମାତା ସୀତାଙ୍କ ପ୍ରଦତ୍ତ ମୁଦ୍ରିକା ପରି ସମସ୍ତ ମୁଦ୍ରିକା ସମଦୃଶ୍ୟମାନ ହେଉଛି। ଶ୍ରୀ ହନୁମାନ ପ୍ରତ୍ୟେକ ମୁଦ୍ରିକାକୁ ତନଖି ଲାଗିଲେ। ମାତ୍ର ସମସ୍ତ ମୁଦ୍ରିକା ତ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଲାଗୁଛି। ଚିନ୍ତାରେ ପଡ଼ିଗଲେ ମହାଜ୍ଞାନୀ ହନୁମାନ। ନାଗରାଜା ବାସୁକୀଙ୍କର ଗୁରୁଗର୍ଜନ କଣ୍ଠସ୍ୱର ଶୁଣି ତନ୍ଦ୍ରାଭଙ୍ଗ ହେଲା ଶ୍ରୀ ହନୁମାନଙ୍କର। ହେ ମାରୁତି ନନ୍ଦନ, ମୁଁ ନାଗରାଜ ବାସୁକୀ କହୁଛି। ତୁମେ ଖୋଜୁଥିବା ମୁଦ୍ରିକା ଏହି ଲକ୍ଷ କୋଟି ମୁଦ୍ରିକା ସହିତ ମିଶିଯାଇଛି। ତାକୁ ଆଉ ଖୋଜିବା ସମ୍ଭବ ନୁହେଁ। ତୁମ ପୂର୍ବରୁ ଏମିତି ପ୍ରତ୍ୟେକ ମୁଦ୍ରିକାକୁ ଖୋଜିବା ପାଇଁ ଜଣେ ଜଣେ ହନୁମାନ ଆସନ୍ତି। ଆଉ ସେହି ସମୟ ଭିତରେ ପରମାତ୍ମା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଇହଲୀଳା ସମ୍ବରଣ କରି ସ୍ୱସ୍ଥାନ ଗୋଲକଧାମକୁ ପ୍ରତ୍ୟାବର୍ତ୍ତନ କରନ୍ତି। ସତ୍ୟ ତ୍ରେତୟା ଦ୍ୱାପର କଳି ଚାରିଯୁଗ ଅନୁକ୍ରମରେ ବାରମ୍ବାର ସମୟର ଗତି ସହିତ ଧରାମଣ୍ଡଳକୁ ଆସିଥାନ୍ତି। ପ୍ରତ୍ୟେକଟି ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ମୁଦ୍ରିକା ଏହି ଗର୍ତ୍ତରେ ପଡ଼ି ପଡ଼ି ଏଠି ଏତେ ସବୁ ମୁଦ୍ରିକା ଏକତ୍ରିତ ହୋଇଛି। ଆଉ ପ୍ରତ୍ୟେକଟି ମୁଦ୍ରିକାକୁ ଖୋଜିବା ପାଇଁ ଆସୁଥିବା ଶ୍ରୀ ହନୁମାନଙ୍କୁ ମୁଁ ଏହି ବାର୍ତ୍ତା ମଧ୍ୟ ଶୁଣାଇଅଛି। ମୋହଭଙ୍ଗ ହେଲା ପବନ ତନୟଙ୍କର। ନାଗରାଜା ବାସୁକୀଙ୍କ ସହିତ କଥୋପକଥନ ପରେ ମହାଜ୍ଞାନୀ ବୁଝି ସାରିଥିଲେ ପ୍ରଭୁଙ୍କ ମାନବୀୟ ଲୀଳାର ପରିସମାପ୍ତି ଘଟିଛି। ସନ୍ତପ ଅନ୍ତର ନେଇ ପ୍ରତ୍ୟାବର୍ତ୍ତନ କଲେ ମହାବୀର ହନୁମାନ। ସମସ୍ତ ପ୍ରଜାବର୍ଗଙ୍କୁ ଅବଗତ କରାଇ ଦିଆଗଲା ଯେ ପ୍ରଭୁ ଶ୍ରୀରାମଚନ୍ଦ୍ର ନିଜର ସମସ୍ତ କର୍ତ୍ତବ୍ୟ ପୂର୍ଣ୍ଣ କରିସାରିଥିବା ହେତୁ ସମୟର ଗତିକୁ ସମ୍ମାନ ଜଣାଇ ସରଜୁ ନଦୀ କୂଳରେ ସମାଧିସ୍ଥ ହେବେ। ମା ସରଜୁଙ୍କ କୋଳରେ ସମଗ୍ର ଅଯୋଧ୍ୟାବାସୀ ସଜଳ ନୟନରେ ଉପସ୍ଥିତ ହୋଇ ପ୍ରଭୁଙ୍କୁ ବିଦାୟ ଦେଲେ। ସତେ ଯେମିତି ସମସ୍ତଙ୍କର ଶରୀରରୁ ଆତ୍ମା ଅନ୍ତର ହୋଇଗଲା। ଲକ୍ଷ୍ମଣ ତ ପୂର୍ବରୁ ମାନବ ଶରୀର ତ୍ୟାଗ କରି ସାରିଥିଲେ, ଆଉ ଶେଷ ନାଗ ରୂପରେ ପ୍ରଭୁଙ୍କର ପ୍ରତୀକ୍ଷାରତ ଥିଲେ। ପବିତ୍ର ସରଜୁ ନଦୀଙ୍କୁ ଶେଷଥର ପ୍ରଣାମ କରି ତିନି ଭାଇ ଶ୍ରୀରାମଚନ୍ଦ୍ର, ଭରତ ଆଉ ଶତ୍ରୁଘ୍ନ ପ୍ରବେଶ କଲେ ଜଳ ମଧ୍ୟ। ଆଉ ଶେଷରେ ତ୍ରେତୟା ଯୁଗର ଅନ୍ତ ଘଟିଲା। ଜୟ ଜଗନ୍ନାଥ।